ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି। ଲେଖିକା ବୀଣାପାଣି ମହାନ୍ତି। ଘରକୁ କେମିତି ଟେଲିଭିଜନ ସେଟଟିଏ କିଣି ଆଣିବ ଓ ସମସ୍ତଙ୍କ ଘୁଙ୍ଗୁରା ମୁହଁରେ ହସ ଖେଳାଇ ଦେବ, ତାହା ହିଁ ରମାର ଏକମାତ୍ର ଉଦ୍ଦେଶ୍ୟ ଥିଲା। ଏତେ ବଡ଼ ଭୁଆସୁଣୀ ଝିଅ ଘର ଗୋଟାକର କାମ ପକେଇ ଦେଇ ଟିଭି ଦେଖିବ ବୋଲି ପଡ଼ିଶା ଘରକୁ ଚାଲିଯିବ, ଆଉ ପଞ୍ଝାଏ ଟୋକା ସାଙ୍ଗରେ ବସି ଛବି ଦେଖିବ। ତେଣିକି ଭାତ ଯାଉ ହେଲା କି ତରକାରୀ ଦରସିଝା ହେଲା କି ତାର ଖାତିର ନାହିଁ। ବାପା କାମରୁ ଫେରି ହାତରେ ବାଢ଼ି ଖାଇବ। ସାନ ଛୁଆ ଦୁଇଟା ବି ନ ଖାଇ ନ ପିଇ ଭଉଣୀର ପିଛା କରୁଥିବେ। ଟୋକିଟାର ମୁହଁ ଦିନକୁ ଦିନ ବଢି ଯାଉଛି। ବାପା ଥରେ ଦାବି ଦେଲେ ବାଗେଇ ଯାଆନ୍ତା, ହେଲେ ସେ କୋଉ ଶୁଣିବ, ନୋକ ଯେ କହିବ। ଲକ୍ଷ୍ମୀ କାନି ବିଛାଇ ଚଟଣା ଉପରେ ଗଡ଼ି ପଡ଼ିଲା। ଚାରିଟା ଘରେ ପାଞ୍ଚ ପାଇଟି କରି ଆସି ଦେଖିଲା ଘରେ ଠିଆ ମେଲା। କେହି କୁଆଡ଼େ ନାହିଁ। ଗୋଡ଼ ହାତ ଛିଡ଼ି ପଡୁଛି। ଡହ ଡହ ଖରାଦିନ, ଝାଞ୍ଜି ବହୁଛି। ରମା ନାହିଁ କି 12 ବର୍ଷର ପୁଅ କି 4 ବର୍ଷର ସାନ ଝିଅ ସୁମାର ଚିହ୍ନ ନାହିଁ। ସେ ସତକୁ ସତ ରାଗି ଉଠିଲା। ରମା ବାପା ସଞ୍ଜକୁ ଫେରିବ ସକାଳୁ କିଛି ନ ଖାଇ ଗିନେ ହବ ପଖାଳ, ଲଙ୍କା ପିଆଜ ରସ ବାଟିରେ ପୂରେଇ ଗାମୁଛାରେ ବାନ୍ଧି ନେଇଛି। ଏତେ ବଡ଼ ଝିଅଟା 15 ବର୍ଷ ହେଲାଣି ଓ ଭଲ ବରପାତ୍ରଟିଏ ଖୋଜି ଝିଅକୁ ଦେବେ ବୋଲି ପେଟରୁ କାଟି ତାକୁ ସ୍କୁଲରେ ପଢଉଛି ଲକ୍ଷ୍ମୀ। ବାପା ଭଲ ମନ୍ଦ ଖୋଜି ଆଣି ଯୋଗାଏ। ଆଜିକାଲି କେହି ଅପାଠୁଆ ରହୁନାହାନ୍ତି। ଯେତେ ରୂପ ଥିଲେ କଣ ହେବ, ବନ୍ଧା ଛନ୍ଦା ପଡ଼ି ଯୌତୁକ ଦେବାକୁ ହେବ। ପାଠଶାଠ ପଢ଼େଇ ଝିଅକୁ ପୁଣି ଯୋଗ୍ୟ ନ କଲେ ବିପଦ ଆପଦକୁ ମୁଣ୍ଡ ପାତିବାକୁ ହେବ। ଆଗେ ଆଗେ ରମା କୁଆଡ଼େ ବାହାରକୁ ଯାଉନଥିଲା। ସ୍ନୋ ପାଉଡର ଆଉ ଫେସନିଆ ପୋଷାକ ପାଇଁ ଜିଦ୍ କରୁନଥିଲା। ଆଜିକାଲି ସେସବୁ ଯୋଗାଡ଼ ନହେଲେ ରମା କିଛି କାମ କରୁନି, ଉପାସ ରହୁଛି। ଏବେ ସବୁବେଳେ କହୁଛି ପଡ଼ିଶା ଘରେ ଟିଭି ଦେଖିବ, ନଇଲେ ସିନେମା ଯିବ, କାହା କଥା ଶୁଣିବନି। ବାପା ଆଖିରୁ ଲୁହ ଗଡ଼େଇ କହେ ଗରିବ ଘରେ 2 ଓଳି ପେଟ ପୋଷିବାକୁ ବଳ ନାହିଁ, ଟଙ୍କା କୋଉଠୁ ଆସିବ ଯେ? ସତ କଥା, କେତେ ଆଉ ଖଟିବେ ପିଲାମାନଙ୍କ ମନ ରଖିବା ପାଇଁ? ଝିଅକୁ ଯେତେ ଆକଟିଲେ ସେଇ ଗୋଟିଏ କଥା, ସବୁ ପିଲାଏ ଯେମିତି ଡ୍ରେସ୍ ପିନ୍ଧୁଛନ୍ତି, ଟିଭି ଦେଖୁଛନ୍ତି, ବଜାର କରୁଛନ୍ତି, ସେ ସେମିତି କରିବ। କାହିଁ କରିବନି? ସେ ଏକ ମଣିଷ ନୁହେଁ? ତେହିଁକି ବଡ଼ ବଡ଼ କଥା ଶିଖିଲାଣି, ମୁହେଁ ମୁହେଁ ଜବାବ ଦେଉଛି। ସେ ଗୁଣ ଯେତେ ବଡ଼ କରି ନ ଦେଖି ଲକ୍ଷ୍ମୀ, ତାଠାରୁ ବଡ଼ କରି ଦେଖେ ସାଇ ଟୋକାଙ୍କ ସଙ୍ଗେ ରମାର ହାବଭାବ, ହସ। ଆଗେ ଆଗେ ସଞ୍ଜ ପ୍ରହରେ ଘଣ୍ଟେ 2 ଘଣ୍ଟା ପଡ଼ିଶା ଘର କି ସାଙ୍ଗ ଘରକୁ ଯାଇ ଟିଭି ଦେଖୁଥିଲା। ଏବେ ଖରାବେଳ ସଞ୍ଜ ବେଳ ହେଇ ରାତି ଅଧେ ହେଉଛି। ତା ସାଙ୍ଗକୁ ରବି ଓ ସାନ ଝିଅ ଦୁଇଟା ବି ଧାଉଁଛନ୍ତି। ଛାଇ ନିଦ ଲାଗି ଆସୁ ଆସୁ ପିଲାଙ୍କ ପାଟିତୁଣ୍ଡରେ ଲକ୍ଷ୍ମୀର ନିଦ ଭାଙ୍ଗିଗଲା। ସାନ ଝିଅ ଭୋକରେ ଆଟୁପାଟୁ ହେଉଛି। ରବି ଆଉ ରମା କଳି କରୁଛନ୍ତି। ରବି କହୁଛି, ଅପା, ବୋଉ ଉଠିଲେ ଗାଳି ଦବ। ଭାତ ଚୁଲିରେ ଦରଫୁଟା ହୋଇ ରହିଛି। ଆଳୁ ପାଇଁ ଯୋଉ 2 ଟଙ୍କା ଥିଲା ତୁ ସେଥିରୁ ଚକୋଲେଟ କିଣିଦେଲୁ। ଏଇଲେ ରନ୍ଧା ହେବ କଣ? ଡାଲି ନାହିଁ କି କାଠ ନାହିଁ, ଭାରି ଭୋକ ହେଲାଣି। କଳ ଖୋଲି ଚଟାଣ ଉପରେ ଗୋଡ଼ ବାଡ଼ଉ ବାଡ଼ଉ ରମା କହିଲା, ସେଇଠୁ ହେଲା କିସ? ଏମିତି ଆଉ ମରିଯା ନମ ଭୋକରେ। ବୋଉକୁ ଡାକ, ଟଙ୍କା ଦେବ, ଶୀଘ୍ର ଯାଇ ଆଳୁ ଡାଲି କାଠ ନେଇଆ। ମୁହଁ ଖାଲି ଦିନ ରାତି କାମ କରୁଛ ନା କଣ? ରବି ସୁକୁ ସୁକୁ ହୋଇ କହିଲା, ମୁଁ ଯାଇପାରିବିନି, ତୁ ଯା। କଣ କହିଲୁ, ଯାଇପାରିବୁନି? ତେବେ ବୋଉକୁ ଉଠା, ସେ ଯାଉ। ମୁଁ ଚାକରାଣୀ ନୁହେଁ ଯେ ତମକୁ ରାନ୍ଧିବାଡ଼ି ରୋଜ ପରୋସୁଥିବି। ତତେ ଭୋକ ନଥିବ, ମୁଁ ଦେଖିନି ଭାବୁଛି। ଟିଭି ଦେଖିଲା ବେଳେ ପରା ଠୁରା ଭାଇ ତତେ ଗୋଟେ କାଗଜ ଠୁଙ୍ଗାରେ ସିଙ୍ଗଡ଼ା ବରା ଦେଇଥିଲା। ଘର ଅନ୍ଧାର ଥିଲେ ବି ବାସନା କୁଆଡ଼େ ଯିବ? ଆଉ କାଲି ତତେ ମୂଷା ଭାଇ ମିଠା ଦେଇଥିଲା, ତୁ 4ଟା ଗିଳିଦେଲୁ। ଆମ ଆଡ଼କୁ ଟିକେ ଅନେଇଲୁନି। ସେମିତି ତୁ ଆଜି କଣ ଖାଇଥିବୁ ନା? ଠାଇକିନା ଶବ୍ଦଟା ଶୁଣି ଦରବୁଢ଼ା ଆଖିପତା ଲକ୍ଷ୍ମୀର ଖୋଲିଗଲା। ରବି ଗାଲରେ ଚାପଡ଼ାଟାଏ ପକେଇଛି ରମା। ଏଡ଼େ ଆଁ କରି ରବି କାନ୍ଦୁଛି। ପାଖରେ ସାନ ଝିଅ ତାର କାନିକୁ ଧରି ଡାହାଣ ହାତ ବୁଢ଼ା ଆଙ୍ଗୁଠି ଚୁଚୁମୁଛି। ଘର ସାରା ସକାଳର ବାସନ ଖେଳାମେଳା ହୋଇ ପଡ଼ିଛି। ରମା ଚୁପଚାପ ଉଠି ଆସି ସପ ପକେଇ ତଳେ ଗଡ଼ି ପଡ଼ୁ ପଡ଼ୁ କହିଲା, ସଭିଏ ମର, ମୋ ସିରି କେହି ଦେଖିପାରୁନ। ବାପା ମା ତ ପଖାଳ ପାଣି ଯୋଗାଇବାକୁ ଅଯୋଗ୍ୟ, ଖାଲି ଜନ୍ମ ଦେଇ ଛାଡ଼ିଦେଲେ ଦାଣ୍ଡକୁ। ମୋ ଶକ୍ତି ଅନୁଯାୟୀ ସାଙ୍ଗ ସୁଖରେ ମୁଁ ଟିକେ ଖାଉଛି। ତୁମ ଦେହ କାହିଁ ଶୋଉନି? ମୋ ସାଙ୍ଗରେ ଯଦି ଏଣିକି କୁଆଡ଼େ ବାହାର ନା, ତୁମ ଟାଙ୍କ ଛେଚି ପଦା କରିଦେବି। ଲକ୍ଷ୍ମୀ ଉଠୁ ଉଠୁ କହିଲା, ରହ, ଦେଖୁଛି ତୁମ ସବୁକୁ। ମଣିଷ ବାହାରୁ ଖଟି ଆସିଲା, ରନ୍ଧା ନାହିଁ, ହାଣ୍ଡି ମାଙ୍କଡ଼ ଚିତ୍ ମାରୁଛି। ତୁ ଏଡ଼େଟେ ଝିଅଟେ ହେଲୁଣୁ। କେଡ଼େ ଝିଅଟେ ମ?
କେଇଟା ଝିଅ ଦେଖିଛୁ? ଭୁବନ ସାରଙ୍କ ଝିଅ ମୋଠୁ କେତେ ବଡ। ସେ ତ ଦିନ ସାରା ବୁଲୁଛି, ସିନେମା ଦେଖୁଛି, ଟିଭି ଦେଖୁଛି, ରୋଜ ରୋଜ ତାର ନୂଆ ଡ୍ରେସ। କାହିଁ ତାକୁ ତ କେହି ବାପା ମା କହୁନାହାନ୍ତି? ଠୁରା ଭାଇର ଭଉଣୀ କେଡେ ମଜାରେ ଅଛି। ଆମ ମାଉସୀ ଘର ମହନା ଭାଇ ଝିଅ ରାତି ଅଧରେ ସେକେଣ୍ଡ ଶୋ ସିନେମା ଦେଖି ଫେରିବ, ହେଲେ ତା ବାପା ମା ଟୁ ଶବ୍ଦଟିଏ କରନ୍ତି ନାହିଁ। ଧୀରବାଇ, କୁନାବାଇ ଆଉ ନରୀ ମଉସା କହୁଥିଲେ ଯାହା ଅକ୍ଷର ଅକ୍ଷର ସତ। ଲକ୍ଷ୍ମୀ ଚିଁକି ଉଠି କହିଲା, ତୁ ସେ ନରୀ ପଣ୍ଡା ଘରକୁ ଯାଇଥିଲୁ? ସେଇଟା ଗୁଣିଆ ଲୋ ଗୁଣିଆ। ବଜାତ ବୁଢାଟା କେତେ ଝିଅଙ୍କ ଜୀବନ ମାଟିରେ ମିଶାଇଛି। ତୁ କାହିଁକି ସେଠାକୁ ଯାଉ କହ ମତେ? ରବି ବୁଡ ମୁଡ କରି କହିଲା, ବୋଉଲ, ସେ ପରା ନରୀ ମଉସାକୁ ରାନ୍ଧି ଦିଏ, ତାଙ୍କ ସାଥିରେ ଖାଏ ମାଛ ମାଉଁସ, ଆମ ପିଣ୍ଡାରେ ବସେଇ ନିଜେ ଟିଭି ଦେଖେ। ଘରେ କୋଉ କାମ କରେ କି? ମୁଁ ଭାତ ବସାଏ, ମସଲା ବାଟେ, ସମସ୍ତଙ୍କ ଲୁଗା ପରା ମୁଁ କାଚେ। ତୁ ନଥିଲା ବେଳେ ଆମକୁ ଭାରି ମାରୁଛି ଲୋ ବୋଉ। ଲକ୍ଷ୍ମୀ ରାଗରେ ଥରି ଥରି ରୋଷେଇ ଘରକୁ ଗଲା। କାନିରୁ ଖୋଲି ରବିକୁ ଟଙ୍କା ଦେଲା ଆଳୁ ପିଆଜ ଡାଲି କାଠ ଆଣିବାକୁ। ସାନ ଝିଅଟା ପେଟ ଖଙ୍କାଳି ହୋଇ ପଡିଛି। ରବିଟା ବି ବଡ ହାଲିଆ ଦିଶୁଛି। ସକାଳେ ମୁଢି ଗଣ୍ଡେ ଖାଇଥିଲା। ହଇଲ, ତୁ କୋଉ ବୁଦ୍ଧିରେ ଚକୋଲେଟ କିଣିଲୁ ସେ ଟଙ୍କାରେ? ରମା ଢିମା ଢିମା ଆଖି ଚାହିଁ କଲା, କୋଉ ବୁଦ୍ଧିରେ ତୋ ପୁଅ ଝିଅ ତାଙ୍କ ଘରେ ମାଗଣାରେ ଟିଭି ଦେଖନ୍ତି, ଭଲ ମନ୍ଦ ଖାଆନ୍ତି। ସେମାନେ ମତେ ଏତେ ଜିନିଷ ଦେଇଛନ୍ତି, କେତେ ମାଳ, କାଚ, ମୁଦି, ସାୟା, ସେମିଜ। ମୁଁ ପିନ୍ଧିଲା ବେଳେ ତୁ ତ କିଛି କହୁନୁ, ଆଉ ମୁଁ ତାଙ୍କୁ 2-4ଟା ଚକୋଲେଟ ଦେଲି ଯେ ତୋ ପାଟି ଛିଣ୍ଡି ପଡୁଛି। ଘରେ କୋଉ ଟିଭି ଅଛି, ନା ରେଡିଓ ଅଛି, ନା ପିନ୍ଧିବାକୁ ଭଲ ଡ୍ରେସ ଅଛି ଯେ ଏକଥା କହୁଛୁ? ଏ ବର୍ଷ ମ୍ୟାଟ୍ରିକ ପରୀକ୍ଷା ଦେବି କେମିତି? ପିଲା ହଜାର ହଜାର ଟଙ୍କା ଖର୍ଚ୍ଚ କରି ଟିଉସନ ହଉଛନ୍ତି, ଗୋଟେ ଟିଉସନ ଖର୍ଚ୍ଚ ତୁ ଦେଇପାରିବୁ? ମାସକୁ 5ଟା ଘରେ 2 ଓଳି ପାଇଟି କରି ମୁଁ 1000 ଟଙ୍କା ପାଏ। ତୋ ବାପା ଯେତିକି ଆଣେ ସେଥିରୁ ଅଧେ ପିଏ, ଆଉ ବାକିଟା ମୋ ଟଙ୍କାରେ ମିଶିଲେ ଚାଉଳ ଡାଲିକୁ ନିଅଣ୍ଟ। ଧାର କିଏ ଦବ ମତେ? ତୁ ପରା ପଢୁଛୁ, ଏତିକି ବୁଝିପାରୁନୁ? ବୁଝୁଛି, ମତେ ଖାଇବାକୁ ହାଡ ଖଟଣି ପରେ ଶୁଖିଲା ଭାତ ଗଣ୍ଡେ ଦଉଛୁ ବୋଲି ଏତେ ରାଢ କଥା କହୁଛୁ। ମୁଁ ମୋ ଦେଖିଲା କାମ ଏଣିକି କରିବି। ତୁ କଣ ଭାବୁଛୁ କି ତୁ ଖାଇବାକୁ ପିନ୍ଧିବାକୁ ନଦେଲେ ମୁଁ ମରିଯିବି? ଲକ୍ଷ୍ମୀ ଦୁମ କରି ପିଠା ଖଡିକାଟା ତଳେ କଚାଡି ଦେଲା। ସତେ ଯେମିତି ସେ ରମାର ଶେଷ କଥାଟା ଶୁଣିନି। ଦେହ ସାରା ନିଆଁ ଚରିଗଲାଣି। ମୁଣ୍ଡକୁ ଉଠିଗଲେ ସେ ଧାଇଁ କରି କଚାଡି ପଡିବ। ଏଡେ ଟିକେ ମେଞ୍ଚଡ ଝିଅ 15 ପୁରି 16 ଚାଲିବ 2 ଦିନ ପରେ ତାକୁ ପେଟ ମୁଣ୍ଡରୁ କାଟି ମଣିଷ କଲା। 5 ଝିଅଙ୍କ ସଙ୍ଗେ ସମାନ ହେବ ବୋଲି ଟଙ୍କା ଖର୍ଚ୍ଚ କରି ପାଠ ପଢାଇଲା, ଅଥଚ ଦିନେ ବି ଝିଅଟା ଭଲ କରି ପଦେ କଥା କହିଲାନି। ସବୁବେଳେ ଅଶାନ୍ତି। ବାପା ଘରକୁ ଫେରିଲେ ଚୁପଚାପ ମଦ ପିଇ ଶୋଇବ। କେବେ ଟଙ୍କା ଇଚ୍ଛା ହେଲେ ଦେବ ତ କେବେ ନାହିଁ। ଜିଗର କଲେ ପାଟିତୁଣ୍ଡ ମାରପିଟି ସହ ଦର ଭୋକିଲା ପେଟରେ ଯାହାଙ୍କ ପାଇଁ ଖଟୁଛି ସେଗୁଡା ଅମଣିଷ ହେଲେ। ଶେଷକୁ ଝୁଅଟା କଣ ନାହିଁ କଣ କରି ପକେଇବ ତାର ଠିକଣା ନାହିଁ। କଳମୂଳେ ଦୁମଦାମ ପାଣି ଶବ୍ଦ ଶୁଣି ଝରକା ଦେଇ ଉହୁଙ୍କି ଚାହିଁଲା ଲକ୍ଷ୍ମୀ। ରମା ପାଣି ଖୋଲି ଦେହ ସାରା ବେସନ ହଳଦୀ ଲେପି ହଉଛି। ପାଖରେ ରଖିଛି ସାବୁନ ଖୋଳରେ ସାବୁନ। କେତେ ଫେସନ ହେଉଛି। କେଉଠୁ ଏତେ ସବୁ ଶିଖୁଛି କିଏ ଜାଣେ? ଆଗେ ଆଗେ କହୁଥିଲା ସେସବୁ ଜିନିଷ ବଜାର ସୌଦାରୁ କାଟି ନଇଲେ ସାଙ୍ଗସାଥୀଙ୍କଠୁ ଆଣି ଲଗଉଛି। ସେଥିରେ କୁଆଡେ ଦେହ ଧଳା ରଙ୍ଗ ହୋଇଯିବ, ଚିକ୍କଣ ଦିଶିବ। ପିଲା ବୟସର ଅନେକ କାମ ଗୋଟିଏ ଆଗ୍ରହରେ ମଣିଷ କରେ। ସେ ସବୁ ଲୁଚେଇ ଲୁଚେଇ ମଣିଷ କରେ। ମାତ୍ର ଆଜିକାଲିକା ଝିଅ ତ ସବୁ ଖୋଲାଖୋଲି କରୁଛନ୍ତି। ଦେଖେଇ ଫୁଲେଇ ଜଚେଇ ହେବା ଯେମିତି ଖାଲି ଗୋଟାଏ କାମ। ଝିଅ ଗାଧୋଉ ଚିକ୍କଣ ହେଉ, ଲକ୍ଷ୍ମୀ ସେଥିରେ ଆଉ ମନ ଦେବ ନାହିଁ। ଯାହା ଇଚ୍ଛା ତାହା କରୁ, ଲକ୍ଷ୍ମୀ ତା ବିଷୟରେ ଆଉ ଭାବିବ ନାହିଁ। ବୋଉ, ବୋଉଲ। ରବିର କାନ୍ଦୁରା ସ୍ୱର ଶୁଣି ସେ ଦାଣ୍ଡ ଦୁଆର ଆଡକୁ ଗଲା। କିରେ କଣ? ରଘୁଆନା ମତେ ଚାପଡାଟାଏ ମାରିଲା ଲୋ ବୋଉ। ଏଇ ଅନା ମୋ ଗାଲ କେମିତି ନାଲି ପଡିଛି। କାହିଁକି? ତୁ କଣ କଲୁ କି? ସବୁ ପଇସା ତ ମୁଁ ଛିଡେଇ ଦେଇଛି। ବାକି 5ଟା ଟଙ୍କା ମୁଁ ପହିଲା ବାସି ଦେବି ବୋଲି କହିଛି। ଅପା ତାଠୁ କୁଆଡେ କେତେ ଟଙ୍କା ମାଗି ନେଇଛି। ଏବେ ତା ପାଖରୁ ସଉଦା ନ ଆଣି ଆର ସାହି ଦୋକାନରୁ ଆଣୁଛି। ସେଇ ନରୀ ପଣ୍ଡା ଘର ପାଖରେ ଗୋଟେ ଦୋକାନ ଅଛି, ସେଇଠୁ ଆଣୁଛି ପରା। ରଘୁଅନା ବୋଉ, ନରୀ ପଣ୍ଡା କୁଆଡେ ଅପା ପାଇଁ ଟଙ୍କା ଦେଇଛି। ମସିଆ ପଣତରେ ରବିର କାନ୍ଦୁରା ଝାଳୁଆ ମୁହଁରେ ପୋଛି ଦେଉ ଦେଉ କହିଲା, ଆସ ଘରକୁ, ମୋ କପାଳ ସେମିତି, ନଇଲେ ତୋ ଗାଲରେ ସେ ଟିପ ଦିଅନ୍ତା। ପୁଅ, ତୋ ବାପ ଧାରରେ ପିଇଥିବ, ଭଉଣୀ ବାସନା ତେଲ ସାବିନି ବେସନ ଆଣିଥିବ। କଳ ମୂଳରେ ମୁଣ୍ଡ ବାଳ ସାମ୍ପୁ କରୁ କରୁ ଫଣଫଣିଆ କଣ୍ଠରେ ଗର୍ଜି ଉଠିଲା ରମା। ହଇଲ ବୋଉ, ମୁଁ କିଆଁ ତାଠାରୁ ତେଲ ସାବୁନ ଆଣିବି ମ? ମତେ ତ ଠୁରା ଭାଇ ଆଣି ଦେଇଥିଲା ସେମିତି। ଟିକେ ବେସନ ଆଣିଥିଲି ଯେ ମତେ ଖିଙ୍କାରି ହେଉଛୁ ସେ ବାଟରେ ଗଲେ। ହଉ, ମୁଁ ଆଜି ତୋ ଚୋପା ଛଡେଇ ଦେବି ଦେହରୁ। କଣ କରି ପାଇଲା କି ଆମକୁ? ମୁଁ ଗରିବ ଝିଅ ବୋଲି ମୋର କେହି ସା ଭରସା ନାହିଁ ବୋଲି ଭାବୁଛି ନା? ଆଳୁ ଜାଲି ଫୋପାଡ଼ି ଦେଇ କାଠ ଫାଳିଆଟା ଧରି ଲକ୍ଷ୍ମୀ ରାଗରେ ଧାଇଁ ଯାଇ ରମା ପିଠିରେ ପାହାର ଉପରେ ପାହାର କଷିଦେଲା।
ପିଠି ରାମ୍ପୁଡି ହୋଇ ରକ୍ତ ଉକୁଟି ଉଠିଲା। ବେସନ ହଳଦୀ ଛାଡି କାବା ହୋଇ ଚାହିଁଲେ ଟିକେ ରମା। ଚଟ୍ କରି ସାମ୍ନା ପଟକୁ ଘୁରି ଯାଇ ବୋଉ ହାତରୁ କାଠ ଫାଡି ନେଇ ଉହୁଙ୍କି ଆସିଲା ସାମ୍ନାକୁ। ଖବରଦାର, ମତେ ଆଉ ଥରେ ଛୁଇଁବୁ ତୁ, ମୁଁ ତ ଚୋପା ଛଡେଇ ଦେବି। ଥାନାରେ ଶମ୍ଭୁ ଭାଇକୁ କହି ତତେ ଜେଲରେ ପୁରେଇବି, ତେବେ ଯାଇ ମନ ଶାନ୍ତି ଧରିବ ତୋର। ଆବା କାବା ହୋଇ ଲକ୍ଷ୍ମୀ ରମାକୁ ଦଣ୍ଡେ ଚାହିଁଲା, ତାପରେ ଧୀରେ ଧୀରେ ଅଣ୍ଟାରେ ହାତ ଦେଇ ଫେରି ଆସିଲା। ବେଳ ଗଡି ଆସିଲାଣି, ଆଉ ଘଡ଼ିକେ କାମକୁ ଯିବାକୁ ହେବ। ରବି ସବୁଦିନ ପରି ଚୁଲିରେ ଜାଳ ଦେଇ ଡାଲି ଆଳୁ ସିଝଉଥିଲା। ପାଚାରୀ ଉପରେ କାଉଟା ବସି ରାଉ ରାଉ ହେଉଥିଲା। ଖାଆନ୍ତୁ ନ ଖାଆନ୍ତୁ, ଏମିତିକୁ ବଞ୍ଚନ୍ତୁ କି ନ ବଞ୍ଚନ୍ତୁ, ତାର ଆଉ କିଛି କରିବାର ନାହିଁ। ସେ କାନିରୁ ଖୋଲି କଳରେ ଖଣ୍ଡେ ପାନ ଜାକି ଗିଲାସ ପାଣି ପିଇ କାମକୁ ଚାଲିଗଲା। ଭୋକ ଏଯାଏ ଦେହରେ ଥିଲା ଜନ୍ମ କାଳରୁ। ମନ ଭିତରେ ଯେ ଗୋଟାଏ ଭୋକ ଲୁକ୍କାୟିତ ହୋଇ କେଉଁ କାଳରୁ ରହିଥିଲା, ତାର ସନ୍ଧାନ ଯେମିତି ସେ ହଠାତ୍ ପାଇଲା। ଆଜି ଯାଏ ସେ କଣ କେବଳ ଖାଇ ପିଇ ବଞ୍ଚିବ ବୋଲି ଏତେ ଦିନ ଖଟିଥିଲା? ପୁଅ ବଡ ହୋଇ ମୂଲ ଲାଗିବ, ଝିଅ ବାହା ହୋଇ ଶାଶୁ ଶ୍ୱଶୁରଙ୍କ ସେବାରେ ଭଲ ବୋହୂ ବୋଲି ଯଶ ଅର୍ଜିବ, ଆଉ ସେ ନାତି ନାତୁଣୀ କୋଳରେ ଧରି ଅହ୍ୟ ଡେଙ୍ଗୁରା ବଜାଇ ସ୍ୱର୍ଗକୁ ଯିବ ବୋଲି ସେ ଭାବି ନଥିଲା। ବୋଧେ ସେ ଭାବୁଥିଲା ତା ଝିଅ ପାଠ ପଢି ବଡ ଚାକିରି କରିବ। ସେ ମିଶ୍ର ବାବୁ ଝିଅ ପରି ଘରକୁ ମୁଠା ମୁଠା ଟଙ୍କା ପଠାଇବ। ଉଡା ଜାହାଜରେ ଉଡି ଦୂର ଦେଶକୁ ଯିବ। ତାଠାରୁ ଆହୁରି ସୁନ୍ଦରିଆ ରୋଜଗାରିଆ ପାଠୁଆ ଜ୍ୱାଇଁଟି ବାହା ହୋଇ 5 ଲୋକରେ ମଣିଷ ପରି ଛିଡା ହେବ। ସେମିତି ରବିଟା ବି ମୋଟା ସୋଟା ହୋଇ ଡେଙ୍ଗା ଚଉଡା ମଣିଷ ହେବ। ଅନେକ ପଢି ଇଂରାଜୀରେ କଥା କହିବ। ଟଙ୍କା ରୋଜଗାର କରି 5 ସାହିରେ ବାପା ମାଙ୍କ ନାଁକୁ ରଖିବ। ନାହିଁ, କିଛି ହେଲାନି। ଝିଅଟା ଅପଥରେ ଗଲା, ତା ସାଙ୍ଗକୁ ପୁଅଟା ବି। ଏଇ ଦିନ କେତେ କଥା ଜାଣିଲେଣି, କେତେ ଚାଲାକ ସିଆଣ ହେଲେଣି। ଖାଲି ଆଖି ଜଳକା ଜିନିଷରେ ମନ, ୟା ଘରେ ତା ଘରେ ବୁଲି ପର ପଦାର୍ଥକୁ ଚାହିଁ ଲାଳ ଗଡାଇବା ଛଡା କିଛି ଶିଖିଲେ ନାହିଁ। ବାପା ପରି ନିଶାରେ ମନ ଦେଲେ କଥା ସଇଲା। ମହାପାତ୍ର ବାବୁଙ୍କ ସ୍ତ୍ରୀ କହୁଥିଲେ, ଆଜିକାଲି ସ୍କୁଲ ପିଲା ଦିନରେ ମଦ ପିଇ ଗଡୁଛନ୍ତି, ତେହିଁକି ସିଗାରେଟ ବିଡି ମଦ ସବୁ କୁଆଡେ ଝିଅ ପିଲା ବି ଖାଉଛନ୍ତି। ଗୋଡ ଝିମିଝିମି ହୋଇଗଲା ଲକ୍ଷ୍ମୀର ଭୟରେ। ଆତଙ୍କରେ ତଣ୍ଟି ଶୁଖିଗଲା ଭଳି ଲାଗିଲା। ସବୁଆଡେ ଦିନ ଦ୍ୱିପହରେ ବି ଅନ୍ଧାର କୁନ୍ଦି ହୋଇ ଆସିଛି। ପଥର ଖଣ୍ଡକ ଉପରେ ରାସ୍ତା କଡରେ ସେ ବସି ପଡିଲା। କିଲୋ ଲକ୍ଷ୍ମୀ, ଏମିତି କାହିଁ ବାଟରେ ବସିଛୁ? ନରି ପଣ୍ଡା ଛତାଟାକୁ ବନ୍ଦ କରୁ କରୁ ପଚାରିଲା। ଲକ୍ଷ୍ମୀ ଉତ୍ତର ଦେଲାନି। କିଲୋ, କିଛି କହୁନୁ ଯେ, ଘରେ ସବୁ ଭଲଟି? ରମା ବାପାକୁ ଟିକେ କହିଦଉ ମତେ ଦେଖା କରିବ। ବର୍ଷେ ହେଲାଣି ମୁଁ ତା ଭେଟ ପାଉନି। ଯେମିତି ହଉ କାଲି ଦେଖା କରିବ। ମୁଣ୍ଡରେ ଓଢଣାଟା ଭୟରେ ଟାଣି ନେଇ ଦରବୁଢା ନରି ପଣ୍ଡାକୁ କଣେଇ ଚାହିଁ ଲକ୍ଷ୍ମୀ କହିଲା, ସେ ତ କେତେବେଳେ କୁଆଡେ, ମୁଁ କେମିତି କହିବି? ଘରକୁ ଆଜି ଆସିଲେ କହିବି, ହେଲେ ମତେ କହୁନ କଣ କହିବ, ମୁଁ କହିଦେବି। ସେଗୁଡା ତୁ କଣ ଶୁଣିବୁ? ବିଚାରା ମାଇପିଟା ଖଟି ଖଟି ମରୁଛି। ଆହା, ଝିଅଟା ବି ବଡ ହୋଇଗଲାଣି, ଚାରିଆଡେ ନଜର ପଡିବ। ମୁଁ କହୁଥିଲି କି, କଣ ନା ଆଜିକାଲି ଯୋଉ ଯୌତୁକ କାରବାର, ସେତିକି ତୋ ମୁଣ୍ଡ କାହିଁ? ମୋର ତ ଘରେ କେହି ନାହିଁ। ପୁଅଟା ଯୁଦ୍ଧକୁ ପଳାଇଲା, ଝିଅଟା ତ ଗଲା ବର୍ଷ ଶାଶୁ ଘରେ ପାଣିରେ ବୁଡି ମଲା। କିଏ ଅଛି ମୋର? ସେ ରମା ଗଣ୍ଡେ ଫୁଟେଇ ଦେଉଛି। ଟଙ୍କା ଥିଲେ ତ ପେଟ ପୁରିବ ନାହିଁ। ଏମିତି କିଛି ବୟସ ମତେ ହେଇନି, କହିବୁ ତ ଧର୍ମ ରକ୍ଷା କରି। ଲକ୍ଷ୍ମୀ ଶିରଶିରେଇ ଚୁପ୍ ରହିଲା। ଆଲୋ, ଭାବୁଛୁ କଣ? ରମା ବାପା ତ ସେଥିପାଇଁ 2000 ହାତ ଉଧାରି ନେଇଛି। କହିବ ତ କାଲି ଆଉ 5000 ପଠେଇଦେବି। ନହେଲେ କହିଦେବୁ ଝିଅକୁ ସେମିତି ଯିବା ଆସିବା କରିବ ଘରକୁ, ସେଥିରେ ଉଁ ହେଲେ ଘର ଛାଡିଦବ, ବୁଝିଲୁ? ମୁଁ ଯେମିତି ଭଲ ସେତିକି ମନ୍ଦ। ଭଡା ଲାଗିଲେ ଟଙ୍କା 1000 ମିଳିବ ମାସକୁ। ଲକ୍ଷ୍ମୀ ଉତ୍ତର ନ ଦେଇ ଆଗକୁ ଚାଲିଲା। ଏଇଲେ ବେଳ ପୁରା ଗଡି ଗଲାଣି। 4ଟା ଘରେ ବାସନ ମାଜି ଘର ଓଳେଇ ଅଟା ଚକଟି ଫେରିଲା ବେଳକୁ ରାତି ହବ 2 ଘଡ଼ି। ରମା ରାନ୍ଧିବ କି ନାହିଁ କିଏ ଜାଣେ। ସାନ ପିଲା 2ଟା ମଶାରେ ଗଡୁଥିବେ। ବଖରାଏ ବୋଲି ଘର, ପଛ ଆଡକୁ ଟିକେ ତାଟ ବାଡ ଦେଇ ବାରଣ୍ଡାରେ ରୋଷେଇ ଘର। ସେଇଠି ବସି ବସି ଢୋଳେଇ ପଡେ ଲକ୍ଷ୍ମୀ। କେବେ ଖାଏ ତ କେବେ ଖାଏ ନା। ରମା ବାପା ରାତି ଅଧରେ ମଦ ପିଇ ପାଟିତୁଣ୍ଡ କରେ ବୋଲି ସେ ରୋଷେଇ ଘରେ ପିଢା। ଦୁଃଖରେ ଦୁଃଖରେ ଏତେ ଦିନ ସେ ବଞ୍ଚିଲା କେମିତି ବୁଝିପାରେ ନା। ପୁଣି ବୋଝ ଉପରେ ନଳିତା ପିଡା ପରି ତାକୁ ଅଣନିଶ୍ୱାସୀ କରୁଛି ଝିଅଟା। ପହିଲି ପିଲା ବୋଲି ତା ଉପରେ ବେଶୀ ନଜର ଦେଇଛି ସେ। ହେଲେ ଝିଅଟା ଏମିତି ଅବାଗିଆ ହୋଇଯିବ ବୋଲି ତାର ଧାରଣା ନଥିଲା। ନାହିଁ, ଆଉ ଖଟି ପାରିବନି କି ଅପମାନ ସହି ପାରିବନି। ଏଣିକି ଦେଖିଲା କାମ କରିବ। ଯାହା ଘରେ କାମ କଲା, ସେଠି ତାକୁ ଦେହ ମୁଣ୍ଡ ଝିମଝିମ ଲାଗିଲା। ଦାସବାବୁ ଘରେ ବିରି ରଗଡୁ ରଗଡୁ ଚକି ଉପରେ ମୁଣ୍ଡ ଥାପି କେତେବେଳେ ସେ ଶୋଇ ପଡିଲା ଠାକୁରେ ଜାଣନ୍ତି। ଦାସବାବୁଙ୍କ ବୋହୂ ମାଉସୀ ମାଉସୀ କହି ହୁରି ଛାଡିଲା, ନହେଲେ ସେଇଠି ରାତି ପାଇ ଯାଇଥାନ୍ତା। ବଡ ବାଧ୍ୟ କରି ବୋହୂଟା ତାକୁ 2 ଗୁଣ୍ଡା ପଖାଳ ତୋରାଣୀ ଖୁଆଇଦେଲା। ଆକାଶରେ ତରା ସବୁ ମିଟିକି ମିଟିକି ତଳକୁ ଚାହୁଁଥିଲେ। ଲକ୍ଷ୍ମୀର ପରିବାର ପଣକୁ ତଉଲୁଥିଲେ। ରାସ୍ତାରେ ଯିବା ଆସିବା ଲୋକ ସବୁ ସେଇ ଦୃଶ୍ୟ ଲାଜରେ ମୁଣ୍ଡ ପୋତି ଚାଲୁଥିବା ପରି
ଲକ୍ଷ୍ମୀକୁ ଲାଗିଲା। ଓଢ଼ଣାଟା ଜୋରରେ ଟାଣି ନେଇ ସେ ଘର ଆଡ଼କୁ ମୁହାଁଇଲା। ନରିପଣ୍ଡାର କାହିରେ କେତେ ଜମି, କେତେ କୋଠାବାଡ଼ି। ଏଠି 10 ବଖରା ଘର କରି କୁଲି ମଜୁରିଆଙ୍କୁ ଭଡ଼ା ଦେଇଛି। ଏଇ କେତେ ମାସ ହେଲା ସେ ଭଡ଼ା ନେଇନି କି ପଣ୍ଡା ମାଗି ଆସିନି। ଓଲଟି କହେ, ତୋ ପିଲା ଭଲରେ ଥାନ୍ତୁ, ଘର ଆଡ଼େ ବେଳେ ବେଳେ ଆସି କାମ କରିଦବ। ସେଇ ଯଥେଷ୍ଟ। ତଥାପି ଭରସି ଲକ୍ଷ୍ମୀ କେବେ ଯାଏ ନା। କାମରୁ ଫେରି ରାତି ପହରେ ଘରକୁ ଯାଏ। ରମା ବାପା ସେଠି ବସି ତାସ ପଶା ଖେଳେ। କେତେ ରାତିକୁ ମାତାଲ ହୋଇ ଘରକୁ ଫେରେ। ୟାରି ଭିତରେ ଝୁଅଟା ଉପରେ ବୁଢ଼ା ନଜର ପକେଇ ଚାହିଁଛି। ଝୁଅଟା ବି ପଦାର୍ଥ ରଙ୍କୁଣୀ, ମାନ ମହତକୁ ତାର ପରୱା ନାହିଁ। ଧନରତ୍ନ ପାଇଲେ ପୃଥ୍ୱୀ ରଖିବନି। ବାଛ ବିଚାର ତାର ଏ ବୟସରେ ଆସିବ କୋଉଠୁ? ଲୋଭରେ ସେ ସଡ଼ି ପଚି ଗଲାଣି। ଶେଷକୁ ନରିପଣ୍ଡା ଆଉ, ଏ ଲକ୍ଷ୍ମୀ, କୁଆଡ଼େ ଯାଇଥିଲୁ ରାତି ଅଧ ଯାଏ? ଝୁଅଟାକୁ ନରିପଣ୍ଡା ଘରେ ଛାଡ଼ି ଆଇଲି। ଏଠି ରାତିରେ କିଛି କାମ ନାହିଁ। ନରୀର ଦେହ ଭଲ ନାହିଁ, ତାତି ଭର୍ତ୍ତି ହୋଇଛି। ଏଇ ତ ଆଗେ ଆଗେ ତ ଗଲା। ଚାଲେ ଘରକୁ ଚାଲେଲୋ। ମଦ ନିଶାରେ ଟୁଳୁ ଟୁଳୁ ହୋଇ ଉଠି ପଡ଼ିଲା କ୍ଷଣି ରମା ବାପାର କୋଳରୁ ମେଞ୍ଚାଏ ନୋଟ ତଳେ ପଡ଼ିଗଲା। ତାକୁ ଗୋଟେଇ ନବାର ତାକତ ଆଉ ନାହିଁ, ଖାଲି ହାତଟା ଅଣ୍ଡାଳୁଛି ଭୁଇଁ। ଚୁନା ଚୁନା ପବନରେ ବର୍ଷା ଛିଟାରେ ନୋଟ ସବୁ ଲକ୍ଷ୍ମୀ ପାଦ ପାଖରେ ଛପଟି ଆସୁଛନ୍ତି। କିଛି ପ୍ରଶ୍ନ କଲା ପୂର୍ବରୁ ରବି କବାଟ ଖୋଲି ଖୁବ୍ ଖୁସି ହୋଇ କହିଲା, ବୋଉ, ଦେଖିଲୋ, ବାପା ଆଜି କେତେ ମିଠା ନୂଆ ଜାମା ପ୍ୟାଣ୍ଟ ଆଣିଛି। ହେଲେ ତୋର ସଲିକି ଶାଢ଼ୀ ଆଣିଛି, ଚୁଡ଼ି ଅଳତା, ଅପା ପାଇଁ ଟିଭି। ଲକ୍ଷ୍ମୀ ଠାସ୍ କରି ରବି ଗାଲରେ ଚାପୁଡ଼ାଇ ଦେଇ ଘର ଭିତରକୁ ପଶିଗଲା। ସାନ ଝିଅଟା ନାଲି ଫ୍ରକଟି ପିନ୍ଧି ଟିଭି ଦେଖୁଛି। ପାଖରେ ମିଠା ମିଠି ଥାଳିଆଟିଏ ରହିଛି। ଘରେ ଖଟାଏ ଆଉ ଫ୍ୟାନଟାଏ ରଖା ହୋଇଛି। ରମା ବାପା କାନ୍ଥ ଧରି ଆସୁ ଆସୁ ମଦ ନିଶାରେ ପୁରା ଲଙ୍ଗଳା ହୋଇ ପଡ଼ିଲା। ରବି ତାକୁ ଚାହିଁ ହସି ଉଠିଲାଣି। ଯନ୍ତ୍ରଣାରେ ଲାଜରେ ଲକ୍ଷ୍ମୀ ଆଖି ବନ୍ଦ କଲା ଓ ଜାଣିଲା ଏକ ବିଭତ୍ସ କ୍ଷୁଧା ନେଇ ରମା ବାପା ତା ଆଡ଼କୁ ଆସୁଛି। ହୁଏତ ଆଖି ପିଛୁଳାକେ ତାର ସମସ୍ତ ଶକ୍ତି ଖଟାଇ ସେ ରମା ବାପାକୁ ଜୋରରେ ପେଲି ଦେଲା। ଅଣଚାଶ ପବନରେ ବୁଢ଼ା ବରଗଛ ଉପାଡ଼ିଲା ପରି ରମା ବାପା ଚିତ୍କାତ ହୋଇ ପଡ଼ିଲା। ରସଗୋଲା ହାଣ୍ଡିଟାରେ ମୁଣ୍ଡ ଛେଚି ହୋଇ ଫାଟିଯିବା କ୍ଷଣି ଘର ସାରି ବିଛାଡ଼ି ପଡ଼ିଲା। ଆଉ ଶିରାରେ ଏକ ସୂକ୍ଷ୍ମ ଲାଳ ସ୍ରୋତ ବାହାରିବାକୁ ଆରମ୍ଭ ହେଲା। ସେ ସବୁକୁ ନ ଚାହିଁ ଲକ୍ଷ୍ମୀ ବାରିପଟ କବାଟ ଖୋଲି ବାହାରିଗଲା ବିଜୁଳି ପରି। ପଛରୁ ରବି ଚିତ୍କାର କରୁଥାଏ ପାଗଳ ପରି। ଏଣେ ବର୍ଷା ଗର୍ଜି ଉଠିଲାଣି ଯେ ରାସ୍ତା ଦିଶୁନଥାଏ। ବର୍ଷା ଯେମିତି ତାକୁ ଜନ୍ମ କାଳରୁ ଘେର ରହିଛି। ରାତିରେ ଯେତେ ଇନ୍ଦ୍ରଧନୁର ସ୍ୱପ୍ନ ଦେଖିଲେ ବି ସକାଳେ ସେ ସବୁ ନିଦରୁ ଉଠୁ ଉଠୁ ମଉଳିଯାଏ। ତଥାପି ଭାବିଥିଲା ସୁଖ ସବୁଦିନେ ରହେ ନା। ଦିନେ ନା ଦିନେ ତାର ମନ ଚାହିଁଲା ସୁଖ ସନ୍ତୋଷ ସେ ପାଇବ। କିନ୍ତୁ ସେ କିଛି ପାଇଲା କି? ଆଉ ପାଇବାର ଆଶା ନାହିଁ। ତେବେ ଏତେ ଖଟିବ କାହିଁକି? ବଞ୍ଚିବ କାହିଁକି? କାହା ପାଇଁ? ବହୁତ ପାପ ସେ ଗଲା ଜନ୍ମରେ କରିଥିଲା ନଇଲେ। ଧଡ଼ାସ୍ କରି ଲକ୍ଷ୍ମୀ କାହା ଦେହରେ ଧକ୍କା ଖାଇ ପଡ଼ିଗଲା ତଳେ। ଝଲକାଏ ବିଜୁଳିରେ ତାର ଦୃଷ୍ଟି ପଡ଼ିଲା ରମା ଉପରେ। ହାତରେ ବୁଡ଼ାଟିଏ ଧରି ନାଲି ଶାଢ଼ୀ ପିନ୍ଧି ପୁରା ଓଦା ହୋଇ ସେ ଅଣନିଶ୍ୱାସୀ ହୋଇ ଦୌଡ଼ିବା ଅବସ୍ଥାରେ ଲକ୍ଷ୍ମୀ ଦେହରେ ଧକ୍କା ଖାଇଛି ଏବଂ ଆଶ୍ଚର୍ଯ୍ୟରେ ଅଟକି ଯାଇଛି। କଣ ହେଲା ବୋଉ? ମୁଁ ତ ଘରକୁ ଯାଉଥିଲି, ତୁ କାହିଁ ଆସିଲୁ? ନରିପଣ୍ଡା ମତେ କଣ ନେଇପାରିବ? ଠୁରା ଭାଇ ଆଉ ତା ସାଙ୍ଗମାନେ ଘେରି ତାକୁ ବାନ୍ଧି ଏମିତି ଛେଚିଲେ ଯେ ଆଣ୍ଠୁ ଗଣ୍ଠି ଭାଙ୍ଗିଛି। ଆଉ ବାହା ହବା ନା ଧରିବନି। ସେତିକି ବେଳେ ପରା ସିନ୍ଦୁକରୁ ମୁଁ ତାର ସୁନାହାର ଚୁଡ଼ି ନେଇ ଆସିଛି। କିଛି ହବନି। ପୁଣି କାଲି ପରଦିନ ଭଲ ହୋଇଗଲେ ସେ ଦାନ୍ତ ନିକୁଟିବ। ତୁ ଡରିବୁନି, ସେଥିରେ ଆମର ଲାଭ। ଠୁରା ଭାଇ ଓ ତା ସାଙ୍ଗମାନେ ଥିଲା ଯାଏ ଆମେ କାହାକୁ ଡରିବାନି। ଲକ୍ଷ୍ମୀ କିଛି କହୁନଥିଲା। ଏ କେଉଁ ଅଜଣା ରାଇଜର ଭାଷା ଓ ଭାବ, କେଉଁ ଅଜବ ଜଗତର ଲୋକ ସବୁ ସେ ଭାବି ପାରୁନଥିଲା। ଲକ୍ଷ୍ମୀ ଖାଲୁଆ ରାସ୍ତାରୁ ଉଠୁ ଉଠୁ ପୁଣି ଉଠି ପାରୁନଥିଲା। ସେ ହାତ ବଢାଉଥିଲା ରମା ଆଡ଼କୁ, ଯେମିତି ତାର ହାତ ଧରି ସେ ତଳୁ ଉଠାଇ ନବ। କାହିଁକି? ରମା କୁଆଡ଼େ ଗଲା? କାଦୁଅ ପାଣିରେ ଚପ୍ ଚପ୍ ଧସ୍ତା ଧସ୍ତି ଶବ୍ଦ ଶୁଣି ସେ ଆଖି ଖୋଲା। ବିଜୁଳି ଆଲୁଅରେ ରମାର ଦୁଇ ହାତ ଡେଣା ଧରି ଦୁଇଟା ଭେଣ୍ଡା ଟୋକା ଘୋଷାଡ଼ି ନେଉଛନ୍ତି ଆଉ ହସି ହସି ଗଡ଼ି ଯାଉଛନ୍ତି। ତାପରେ ଅନ୍ଧାର ଯାହା ପାଇଁ ଲକ୍ଷ୍ମୀର ଓଠରେ ଶବ୍ଦ ନଥିଲା।